ଦେଖନ୍ତୁ ମଝିରେ ମଝିରେ ପଶ୍ଚିମବଙ୍ଗ ସରକାରଙ୍କର ଗୋଟେ ଆଳୁ ଦୋଷ ବାହାରେ। କାହିଁକିନା ଯେହେତୁ ଆମେ ତାଙ୍କ ଉପରେ ନିର୍ଭରଶୀଳ, ବହୁତ ସମୟରେ କ'ଣ କରାଯାଏ, ମମତା ବାନାର୍ଜୀଙ୍କର ଷ୍ଟ୍ରାଟେଜି ହୁଏ ଯେତେବେଳେ ଦେଶରେ ଷ୍ଟ୍ରାଟେଜି କରାହେଉଛି ୱାନ୍ ନେସନ୍ ୱାନ୍ ମାର୍କେଟ୍, ମାନେ ପ୍ରତି ଦେଶ ଗୋଟିଏ ମାର୍କେଟର ହେବ। ଚାଷୀମାନେ ଯେଉଁ ଜାଗାରେ 40 ଟଙ୍କା ଅଛି ସେ ଜାଗାକୁ ପଠେଇଲେ ଅଧିକା ପଇସା ପାଇପାରିବେ। ଏଇଟା ଭଲ ଜିନିଷ, କାହିଁକିନା କମ୍ପିଟିସନ୍ ବଜାରରେ ସବୁବେଳେ ହେବା ଦରକାର। କିନ୍ତୁ ମମତା ବାନାର୍ଜୀ ଚାହୁଁଛନ୍ତି କେବଳ ପଶ୍ଚିମବଙ୍ଗର ଲୋକମାନେ କମ୍ରେ ପାଆନ୍ତୁ, ତାଙ୍କ ଚାଷୀ ଉତ୍ପାଦନ କରୁଛନ୍ତି, ଆଉ ଅନ୍ୟମାନେ ନ ପାଆନ୍ତୁ। ଏଇ ଯେଉଁ ସମସ୍ୟାଟି ଉପୁଜୁଛି ତା'ର ମୂଳ କାରଣଟି ହେଲା ଯେତେବେଳେ ପଶ୍ଚିମବଙ୍ଗ ସରକାର ଇଣ୍ଟରଷ୍ଟେଟ୍, ମାନେ ଯେ ଅନ୍ୟ ରାଜ୍ୟକୁ ଆଳୁ ତୁମେ ରପ୍ତାନି କରିପାରିବ ନାହିଁ, ଏଭଳି ଏକ ସମସ୍ୟା ସୃଷ୍ଟି ହେଲା। ତାଙ୍କର ସେଠାର ଆଳୁ ବ୍ୟବସାୟୀମାନେ ଷ୍ଟ୍ରାଇକ୍ କଲେ। କାହିଁକିନା ବ୍ୟବସାୟୀମାନେ ସବୁବେଳେ ଚାହିଁବେ ମୁଁ କେଉଁଠି ଲାଭ ପାଇବି, ସେ ମୋ ଲୋକ ହେଉ ତା ଲୋକ ହେଉ, ତାଙ୍କର ସେଥିରେ ମତଲବ ନାହିଁ। ମୁଁ 20ରେ କିଣିକି 30ରେ କେଉଁଠି ବିକିଲେ ଲାଭ ପାଇପାରିବି। ତେଣୁ ସେ ଓଡ଼ିଶାକୁ ଆସିଲା ପାଇଁ ମାର୍କେଟକୁ ବନ୍ଦ କରିଦେଲେ। ସେଥିପାଇଁ ସେଠାରେ ଆନ୍ଦୋଳନ ହେଇଛି। ପଶ୍ଚିମବଙ୍ଗ ସରକାରଙ୍କ ବିରୋଧରେ ସେଠାକାର ଆଳୁ ବ୍ୟବସାୟୀ ସଂଘଗୁଡ଼ିକ ଆନ୍ଦୋଳନ କରିଛନ୍ତି, ଯେଉଁଥିପାଇଁ ନିଜେ ପଶ୍ଚିମବଙ୍ଗ ସରକାର ଚାଷୀମାନଙ୍କଠାରୁ ଆଳୁ କିଣି ବର୍ତ୍ତମାନ ବିକ୍ରି କରୁଛନ୍ତି। ଏ ସମସ୍ୟା ସାଧାରଣତଃ ଆପଣ ଦେଖିବେ ଏଇ ମୌସୁମୀ ସମୟରେ ହୋଇଥାଏ। ଏବଂ ଦୁଇଟି କଥା କହିବା, ଗୋଟିଏ ନବୀନ ପଟ୍ଟନାୟକଙ୍କର ଚିଠି ଲେଖା କଥା ଏବଂ ବିଜେପିର କାଉଣ୍ଟର କଥା। ନବୀନ ପଟ୍ଟନାୟକ ଚିଠି ଲେଖିଲେ ଯେ ଆଳୁ ଆମେ ଯେଉଁ ସମ୍ପର୍କ ଓଡ଼ିଶା ଭାରତ ଯାହାକୁ ଅତୀତରେ ମଧ୍ୟ ଏମିତି ହେଇଛି, ଅତୀତରେ ମଧ୍ୟ ପତ୍ର ଲେଖିଛନ୍ତି। ଏକଥରେ ଆମେ ମମତା ବାନାର୍ଜୀକୁ ସମ୍ପୂର୍ଣ୍ଣ ରୂପେ ଦାୟୀ କରିବା ନାହିଁ। କାହିଁକି ଭାବୁନାହାନ୍ତି ଯେ ତାଙ୍କ ରାଜ୍ୟର ଲୋକମାନେ ଏ ପ୍ରଶ୍ନ ବି ପଚାରିପାରନ୍ତି, ଯଦି ଆମ ରାଜ୍ୟର ଚାଷୀମାନେ ଏତେ ଆଳୁ ଉତ୍ପାଦନ କରୁଛନ୍ତି, ଆମେ ବାହାର ରାଜ୍ୟକୁ ଦେଉଛେ, କିନ୍ତୁ ଆମ ରାଜ୍ୟରେ ଆଳୁ କାହିଁ ସଙ୍କଟ ହେଇଛି। ତେଣୁ ଜଣେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ମମତା ବାନାର୍ଜୀ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ତାଙ୍କ ରାଜ୍ୟ ଦୃଷ୍ଟିରୁ ଭଲ, ଆମ ପାଇଁ ଖରାପ ହେଇପାରେ। ନବୀନ ପଟ୍ଟନାୟକ ପତ୍ର ଲେଖିଛନ୍ତି। କଥା ହେଉଛି ଯେ ଆପଣ ଆଳୁ ମିଶନ କରିଥିଲେ, ଫେଲ୍ ମାରିଲା। ଯଦି ତା'ର ବାସ୍ତବଟା କାରଣକୁ ଯିବେ, କାଲି ମଧ୍ୟ ଭାରତୀୟ ଜନତା ପାର୍ଟିର ସରକାର ଆଜି ହଲଫ କରି କହିବେ କି ଅକ୍ଟୋବର ମାସଠୁ ଶୀତ ଦିନ ଆସିବ, ଆଳୁ ଉତ୍ପାଦନ ଆରମ୍ଭ ମାନେ ହେବ। ଏବେଠାରୁ ସେ ପଦକ୍ଷେପ ନେଇ ଆର ବର୍ଷ ଏହି ସମୟରେ ଆଳୁରେ ଓଡ଼ିଶାକୁ ଆତ୍ମନିର୍ଭରଶୀଳ କରିପାରିବେ କି? ତା'ର ଉତ୍ତର ଯଦି ଆମେ କହିପାରିବୁ ହଁ କରିପାରିବୁ, କିନ୍ତୁ ବାସ୍ତବଟା ହେଉଛି ନା। ଏଇଥିପାଇଁ ଆମ ମାଟିଟା, ଆମ ଜମିଟା ଆଳୁ ଉତ୍ପାଦନ ପାଇଁ ସେତେଟା ଲାଭଜନକ ନୁହେଁ। ଯେଉଁଟା କହନ୍ତି ଆଳୁ ଯେଉଁ ମାଟି ଭିତରେ ରହି ଯେଉଁ ଫୁଲେ, ଯେଉଁଟା ବଢ଼େ, ଆମ ମାଟିଟା ସେତିକି ଇଏ ନୁହେଁ। ଯେଉଁ ଅଞ୍ଚଳରେ ଆଳୁ ଚାଷ ହେଇପାରୁଛି ସେଠାରେ କରାଯାଉଛି। ଏବଂ ଦ୍ୱିତୀୟ କଥାଟି ହେଉଛି, ହଁ ଏକଥା ଆମେ କହିପାରେ, ଯଦି ମୌସୁମୀ ସମୟରେ ଏଇ ସମୟଟାରେ ପାଖାପାଖି ଜୁଲାଇ ଅଗଷ୍ଟ ସେପ୍ଟେମ୍ବର ବେଳେ ଟିକେ ପ୍ରୋବ୍ଲେମ୍ ରହେ, ସେହି ସମୟରେ ଆମର ଯଦି ପୂର୍ବରୁ ଆଳୁ ଷ୍ଟକ୍ କରାଯାଇ ଶୀତଳ ଭଣ୍ଡାରରେ ରଖାଯାଇପାରନ୍ତା, ତାହେଲେ ରାଜ୍ୟବାସୀ ମଧ୍ୟ ସୁବିଧାରେ ଆଳୁ ପାଇପାରନ୍ତେ। କିନ୍ତୁ ଶୀତଳ ଭଣ୍ଡାରଟା କାହିଁକି ନବୀନ ପଟ୍ଟନାୟକ କରିନଥିଲେ, ଏଇଟାକୁ ଅତୀତରେ ମଧ୍ୟ ବିଧାନସଭାରେ ବାରମ୍ବାର ପ୍ରଶ୍ନ ମଧ୍ୟ ଉଠିଛି। କୁହାଯାଉଛି ଯେ ଶୀତଳ ଭଣ୍ଡାର ଲାଭଜନକ ହେଉନାହିଁ, ମାନେ ଯେଉଁମାନେ ପ୍ରାଇଭେଟ୍ ନେଉଛନ୍ତି ତାଙ୍କର ଇଲେକ୍ଟ୍ରିକ୍ ବିଲ୍ କନଜମ୍ପସନ୍ ଅନୁସାରେ ଶୀତଳ ଭଣ୍ଡାରରୁ ସେତିକି ଆୟ ହୋଇପାରୁନି। କିନ୍ତୁ ସରକାରଙ୍କର ଉତ୍ତରଦାୟିତ୍ୱ ରହିଛି। ସରକାର ଏ ଦିଗରେ ନିଶ୍ଚିତ ଭାବରେ ପଦକ୍ଷେପ ନେବା ଦରକାର। ଆପଣ ସାଧାରଣ ଲୋକଟିଏ ଅମକ ଦୋଷ ପାଇଁ ଆଉ ଜଣଙ୍କ ମୁଣ୍ଡରେ ଟୋପି ପିନ୍ଧେଇ ପାରିବ, କିନ୍ତୁ ସରକାର କାହା ମୁଣ୍ଡରେ ଟୋପି ପିନ୍ଧେଇ ପାରିବେ ନାହିଁ। ଆପଣଙ୍କର ଦାୟିତ୍ୱ ରହୁଛି, ଖାଉଟି କଲ୍ୟାଣ ଖାଦ୍ୟ ଯୋଗାଣ ବିଭାଗ ରହିଛି, ସେ ବିଭାଗର ଦାୟିତ୍ୱ ରହିଛି ମାନେ ଖାଉଟିମାନଙ୍କୁ, ଓଡ଼ିଶାବାସୀଙ୍କୁ ସୁଲଭ ମୂଲ୍ୟରେ ଆଳୁ ଯୋଗାଇବା ଦରକାର। ଆଶା କରୁଛୁ ନୂଆ ସରକାର ଏଥିପାଇଁ ଡେଡିକେଟଲି ଶୀତଳ ଭଣ୍ଡାର କରାଯିବ, କେବଳ ପଟାଟୋ କୋଲ୍ଡ ଷ୍ଟୋରେଜ୍। କାହିଁକିନା ଅନ୍ୟ ଜିନିଷରେ ଆପଣ ଦେଖିବେ ଆଳୁଟା ବହୁତ ଦିନ ଧରି ରହିପାରେ, ଆପଣ ଖଟ ତଳେ ପକାଇଦେବି 3 ମାସ ଆଳୁ ରହିବ। ତେଣୁ ଶୀତଳ ଭଣ୍ଡାରରେ ଦୀର୍ଘ ଦିନ ଧରି ରହିପାରିବ, ଅନ୍ୟ ପନିପରିବା ସେଦିନ ରହିପାରିବନି। ତେଣୁ ଆଳୁ ପାଇଁ ଗୋଟେ ଡେଡିକେଟ୍ କୋଲ୍ଡ ଷ୍ଟୋରେଜ୍ କରାଯାଉ, ଭୁବନେଶ୍ୱରରେ, କଟକ, ଛତ୍ରବଜାର ବଡ଼ ବଡ଼ ଜାଗାରେ କରାଯାଉ, ଷ୍ଟକ୍ ରଖାଯାଉ। ଯେମିତିକି ଆଜି କୁହାଯାଉଛି 7 ଦିନ ପାଇଁ ଷ୍ଟକ୍ ଅଛି। ଆଶା କରିବା, ଯେହେତୁ କାଲି ମୌସୁମୀରେ ବନ୍ୟା ଆସିଗଲା, ବନ୍ୟା ଆସିଲେ ଆପଣ ଦେଖିବେ ଟ୍ରକ୍ ଯିବା ଆସିବା କରିପାରିବନି, ରାସ୍ତା ଉପରେ ପାଣି ଚାଲିବ। ତେଣୁ ଆମର ଅତି କମରେ ମାସେ 1.5 ମାସ ପର୍ଯ୍ୟନ୍ତ ଆଳୁ ଷ୍ଟକ୍ ରଖିବାର ବ୍ୟବସ୍ଥା କରାଯାଉଛି। ନାଇଁ ଶୁଣନ୍ତୁ, ବିନା ସମସ୍ତେ ଏଇଟା କୁହନ୍ତି, କହିବାକୁ ଭଲ ଲାଗେ, ଶୁଣିବାକୁ ଗୋଟେ ଆଦର୍ଶବାଦର କଥା ଲାଗେ, କିନ୍ତୁ ଏକଥା ଭାବନ୍ତୁନି ଯଦି ପଦବୀ ପାଇଁ ଲୋଭ ନାହିଁ ତାହେଲେ ବିଜେଡ଼ି ସଂଗଠନ କରିବା, ଆନ୍ଦୋଳନ କରିବା, ସେଥିପାଇଁ ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରିବାର କିଛି ଆବଶ୍ୟକତା ନାହିଁ। ଘରେ ବସିକି ମଧ୍ୟ ରାଜନୀତି ଛାଡ଼ିକି ମଧ୍ୟ ଜଣେ ସେବା କରିପାରିବେ। ଆମେ କହିପାରିବା ନାଇଁ ପଦବୀ ନଥିଲେ ସେବା ନୁହେଁ। ଯେହେତୁ ସିଏ ଯଦିଓ ଏଥର ମୁଖ୍ୟମନ୍ତ୍ରୀ ନାହାନ୍ତି, 24 ବର୍ଷର ମୁଖ୍ୟମନ୍ତ୍ରୀ ଅଛନ୍ତି,
ममता बानार्जी को भौणी बोली कहती तेणु से दृष्टिकोण से लिखिदे ना गोटे विरोधी दल नेता लिखिले जड़े मुख्यमंत्री रेस्पन्स कहीं देवे किंतु नवीन पट्टनायक लिखिं ममता बानार्जी रेस्पन्स देवे कहीं आपण जिते मुख्यमंत्री नथिले सेते नवीन पट्टनायक मुख्यमंत्री थे लगातार 5-5 थर मुख्यमंत्री भी होती आज हुए तो सी हारी जापारती हारी थी पारती किंतु से जोगु से ममता बानार्जी चिठी लिखिं।